ଦେଖନ୍ତୁ ଭାଇମାନେ ଆମେ ଏବେ ଏଇ 2 ଘଣ୍ଟା ପୂର୍ବରୁ ଆସିଥିଲେ। ଆମ ଗାଁରେ କିଛି ପିଲା କହୁଥିଲେ ନା ଏଇ ଆମର ଏଇ ଗଳି ବାଟେ ମଶାଣି ରାସ୍ତା ଏଟା ଆସିଲା ବେଳେ ସେମାନେ ବୁଟୁକା ନେବା ପାଇଁ ଆସିଥିଲା। ଆମର କାଳୀ ପୂଜା ତ ହେଉଛି ନା, ଏବେ ସବୁ କାଳୀ ପୂଜା ହେଉଛି। ତ ଆମେମାନେ ବି କାଳୀ ପୂଜାରେ ଠାକୁରଙ୍କ ପାଖରେ ଅଛେ। ସବୁ ଆସିକି କରିছে 4-5 ଜଣ ପିଲା। 2 ଜଣ ପିଲା ଆସିଥିଲେ ରାତି 11ଟା ଖଣ୍ଡେ ଟାଇମ୍ରେ ଆସିଥିଲେ। କହିଥିଲେ କି ଗୁଟୁକା ନେବା ପାଇଁ ଆସିଥିଲେ। ପୁରା ଗୁଟକା ନେଇକି ଗଲାବେଳେ କହିଲେ କି ଆମର ସେ ମଶାଣି ପଟା ଟର୍ଣ୍ଣିଂ ପାଖରେ ଗଛରେ ଗୋଟେ ଭୂତ ବୋଲି ଗୁଡ଼ ଉଡ଼େଇକି ବସିଥିଲା। ତ ଆମେ ଫାଷ୍ଟ 12ଟା 12:30 ଟାଇମ୍ରେ ଆସିଥିଲେ 2 ଜଣ ପିଲା ଖୋଜିବା ପାଇଁ କି କ'ଣ ଭୂତ କି କ'ଣ ଦେଖିବା ପାଇଁ ଆସିଥିଲେ। ତାପରେ ଏବେ ବି ଆସିକି ପୁଣି ଦେଖିଲେ କିଛି ହେଲାନି, କିଛି କେହି କୁଆଡ଼େ ନଥିଲେ ହାନଥିଲେ। ପୁଣି ତାପରେ ଭାବିଲେ କି ଆଉ ଟିକେ ପରେ ରାତି ହଉ ଯିବା। ଏବେ ହେଲାନି ରାତି 2ଟା ହେଲାନି। ପୁଣି ଆମେ 3 ଜଣ ପିଲା ଆସିଛେ। ଦେଖନ୍ତୁ ଗୋଟେ 2ଟା ଆଗରେ ଚାଲିଛି ଚାଦର ପିନ୍ଧିକି, ଆଉ ଜଣେ ମୁଖା ପିନ୍ଧି ଚାଲିଛି। ତ ରାତି ଏବେ ମଶାଣୀରେ ଦେଖନ୍ତୁ ଆମେ ମଶାଣୀରେ ଅଛେ। ଏଇ ଦେଖନ୍ତୁ ମଶାଣୀ ସମାଧି ପୁରା ଭୂତକୁ ଆମେ ଡାକୁଛେ ଆସନ୍ତୁ ଆମ ସାଙ୍ଗରେ ମାନେ ସବୁଟା ଭିତରେ ନିଛାଟିଆ ଜାଗାଟା ଆମେ ଏଇଟା ସେଇ ଜାଗାରେ ଘୁରୁଛୁ ଏବେ। କିନ୍ତୁ ଭୂତର ତା ପତ୍ତା ହିଁ ନାହିଁ କିଛି। ଦେଖନ୍ତୁ ସମାଧି ଡେଡବଡି ନାହିଁ ଏଠି। ଦେଖନ୍ତୁ ସେପଟେ ରାସ୍ତା ଅଛି, ଫ୍ୟାକ୍ଟ୍ରି ସବୁ ଅଛି, କିନ୍ତୁ ଭୂତର କିଛି ଚିହ୍ନ ବର୍ଣ୍ଣ ନାହିଁ। ସେ ବେକାରରେ ହିଁ ତାମିସା କରୁଛନ୍ତି ମା ଆଜ୍ଞା ଗୁଡାକ। ଖାଲି ପିଲା ଛୁଆ ବସିକି ଭାବିକି ଡରଉଛନ୍ତି ମା ଆଜ୍ଞା। ଭୂତ ନା ଭାଣ୍ଡ ବାଳ କିଛି ନାହିଁ। ମସ୍ତ ଦେଖନ୍ତୁ ପୁରା ରାତିରେ ଏକଲା ହିଁ ସମାଧି ପାଖରେ ଘୁରିଛେ। ସମାଧି ପାଖରେ ଏକଲା ଘୁରିଛେ, କିନ୍ତୁ କେହି ନାହାନ୍ତି। ଦେଖନ୍ତୁ ପୁରା ଜୁମ୍ କରିକି ଦେଖେଇଥିଲି ସମାଧି ଆଗରେ। ଏଇଠି ସମାଧି, ଏଇଠି ଘଡ଼ିଆ ଗୋଟେ। ନା ଭୂତ ଅଛନ୍ତି ମାନୁଛି, କିନ୍ତୁ ତା ବୋଲି ଯେ ସବୁ ମନ ଗড়ା କାହାଣୀ କି ଭୂତ ମାନି ନେବେ। ମଶାଣି ରାସ୍ତାରେ ଏକଲା ରାତି 2ଟା ବେଳେ 3 ଜଣ ଛୁଆ ଆମେ ଘୁରିଛେ। କଣ କରିବା କୁହନ୍ତୁ।